କଣ ହେଇଛି କଣ ଆପଣଙ୍କୁ ଏବେ ଶୁଣିବାକୁ ମିଳିଲା କି ଆପଣଙ୍କୁ ଏବଂ ଆପଣଙ୍କର ହଜବେଣ୍ଡ ଦୁଇ ଜଣଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଇଛି କଣ ହେଇଛି ୟାର? ଆଜି ଆମେ ମୁଁ ମୋର ଘରେ ଥିବା ବେଳେ ମାନେ ଆମ ଗାଁ ସବୁ ଆସିଥିଲୁ ବୁଲିବା ପାଇଁ ରଜରେ। ପାଖରେ କିଶୋର ନଗରରେ ରଜ ମହୋତ୍ସବ ସ୍ଵୟଂ ବିଧାୟକ ମହୋଦୟ ଏବଂ ସାଂସଦ ମହୋଦୟ କରୁଥିବା ବେଳେ ସେଇ ରଜ ମହୋତ୍ସବ ଟିକେ ଜଷ୍ଟ ବୁଲିକି ଆସିଛୁ। ମହାନଦୀ କୂଳରେ ଫଟୋ ଉଠଉଛୁ ଗୋଟେ ମଙ୍ଗଳା ମନ୍ଦିର ପାଖରେ। ଦୁଇ ଜଣ ଯୁବକ କେହି ମଦ ପିଇଛନ୍ତି, ତାଙ୍କ ପାଟି ସ୍ମେଲ ବି ହଉଥିଲା। ସେ ବନ୍ଧ ଉପରେ ଠିଆ ହେଇକି ଆମକୁ ଡାକିଲେ। ତ ଆମକୁ ତ କେହି ସେଠି ଚିହ୍ନି ନାହାନ୍ତି, ଡାକିବ କିଏ ବୋଲି ତୁ ତା କରି ଡାକିଲେ ଆମେ ରେସ୍ପଣ୍ଡ କଲୁ ନାହିଁ, ଆମେ ଫଟୋ ଉଠଉଥିଲୁ। ତାପରେ ମୋ ପାର୍ଟନରଙ୍କର ସାର୍ଟ ର କଲର ଯାହା ଥିଲା ସେ ସାର୍ଟ କଲର ଧରିକି ଅମୁକ ରଙ୍ଗ ସାର୍ଟ ପିନ୍ଧଛୁ, ତୋ କାନରେ କଣ ଏଇଆ ମରା ହେଇଛି, ମାନେ ଯାହା ଗୋଟେ ଅଭଦ୍ର ମାନେ ଭାଷା ଯେତେ ଅସଭ୍ୟ ଭାଷାରେ କହିହବ ଭାଷା କହିକି ଡାକିଲା ପରେ ଆମେ ଜାଣିଲୁ ସେ ଆମକୁ କହୁଛନ୍ତି ବୋଲି। ତ ଆମେ ଉଠିଗଲୁ କଣ ହେଲା ଭାଇ କଣ କହୁଛନ୍ତି ବୋଲି। ତାପରେ ସେ ଯେତେବେଳେ ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ ଏଠିକି ଏୟା କରୁଛୁ ସେୟା କରୁଛ ବୋଲି। ତ ଆମେ ସେଠୁ କହଲୁ ଯେ ଆମେ ଏଠି ଫଟୋ ଉଠଉଛୁ, ଆମେ କଣ କରୁଛୁ, ଆପଣଙ୍କୁ କାହିଁ ଆମେ ପଇସା ଦବୁ, ଆମେ କିଏ ବି ବୋଲି। ଆଉ ଆମେ ଏଇ ଲୋକାଲ ପିଲା କହିବା ପରେ ମଧ୍ୟ ସେମାନେ ଦି ଜଣ ପିଲା ଯାକ ଆମକୁ ମରାମରି ଠେଲା ପେଲା ଆରମ୍ଭ କଲେ। ମରାମରି କଲା ପରେ ଆମେ ଯେତେବେଳେ ପିସିଆର କୁ କଲ କଲୁ ମୋର ବାଲାନ୍ସ ନଥିଲା ତ ମୋ ପାର୍ଟନରଙ୍କର ଫୋନ ରୁ ହିଁ କଲ୍ କଲି। କଲ୍ କଲା ପରେ ତ ଜାଣିଲେ ଆମେ ପୋଲିସକୁ ଡାକୁଛୁ। ମେ ବି ସେ ଆମ ବଟି ଫଟି ମାଗିବା ଚକରରେ ଥିଲେ, ଯେହେତୁ ମୁଁ ତାଙ୍କୁ ପୋଲିସ କୁ କଲ୍ କରିବା କଥା ବା ପୋଲିସ ସହିତ ମୁଁ ସମ୍ପର୍କରେ ଅଛି, ମୁଁ ଏବେ ଡାକିଦେବି ପୋଲିସକୁ। ଏ କଥା ଶୁଣିବା ପରେ ସେମାନେ ଯାହା ମାନେ ଚେନ୍ ଫେନ୍ ଛଡା ଛଡିକି ଯାହା ମରାମରି କରୁଥିଲେ ଟିକେ ତାଙ୍କ ଭିତରୁ ଜଣେ ଯିଏ ବାଇକ ରେ ବସିଥିଲା ସେ ପିଲା ବାଇକ୍ ଷ୍ଟାର୍ଟ କରି ଗଲା ବେଳକୁ ମୁଁ ତାଙ୍କ ବାଇକ ର ଚାବି ଟା ଖୋଲିଦେଲି। ବାଇକ୍ ଚାବି ଖୋଲିଲା ପରେ ସେ ମୋ ପାର୍ଟନର କୁ ଆହୁରି ମରାମରି କଲେ, ଠେଲା ପେଲା ମରାମରି କଲେ। ଏବଂ ମୁଁ ଯେତେବେଳେ ଫଟୋ ଉଠେଇଛି ଭିଡିଓ କଲା ପରେ ମୋ ହାତ ଫାତ ମୋଡାମୋଡି କରିକି ମୋ ଫୋନ ଛଡେଇବା ପାଇଁ ଚେଷ୍ଟା କରିଛନ୍ତି। ପାଖରେ କିଛି ଲୋକ ମଧ୍ୟ ଖେଳିଲେ, କିନ୍ତୁ କେହି ଆଜି ଯାହା ମାନେ ଦେଶରେ ଚାଲିଛି ସମାନ ଅବସ୍ଥା ମୁଁ ଦେଖିଲି ମୋ ସହିତ ବି ହେଲା। ଲୋକ କେହି ମାନେ ଆସିକି ସେଠି ଅଟକେଇବା ବା କଣ ହେଇଛି ବୋଲି ସେ ଜିନିଷ ଟାକୁ ଇଏ କରିବା, ଆମେ ବାରମ୍ବାର କହୁଥାଉ ଯେ ଆପଣ ମାନେ ଦେଖୁଛନ୍ତି ଆମେ ଏଇଭଳି ସେମାନେ କେମିତି ଇଏ କରୁଛନ୍ତି ବୋଲି, କେହି କିଛି ରେସପଣ୍ଡ କଲେ ନାହିଁ। ଆଜି ମାନେ ବିଜେପି ଆରଏସଏସ ର ସରକାର ଯୋଉ ଭଳିଆ ମାହୋଲ ଦେଶରେ କରିଛି ଯେ ଧରାଯାଉ ମୁଁ ଯଦି ସେ ମୋର ହଜବେଣ୍ଡ ବା ପାର୍ଟନର ନ ହେଇଥାନ୍ତେ, ମୁଁ ମୋ ବୟଫ୍ରେଣ୍ଡ ସାଙ୍ଗରେ ବା ମୋର ଫ୍ରେଣ୍ଡ ସାଙ୍ଗରେ ମୁଁ ଯାଇଥାନ୍ତି, ତାହେଲେ ତ ସେମାନେ ଆଜି ସିଓର ମତେ ସେଠି ମାରି ଦେଇଥାନ୍ତେ, ବାଡେଇକି ଆମକୁ ଲହୁଲୁହାଣ କରିଦେଇଥାନ୍ତେ। ଆଉ ଯଦି ସେଠି ମୁଁ ଲୋକାଲ ପିଲା ବି ନ ହେଇଥାନ୍ତି କହିଲେ ତ ଆହୁରି ବି ଅବସ୍ଥା ଖରାପ ହେଇଥାନ୍ତା। ତ ଏମାନେ ଗୋଟେ ମାନେ ସ୍କ୍ୱାଡ ତିଆରି କରିଛନ୍ତି, ଏତଙ୍କର ମାହୋଲ ତିଆରି କରିଛନ୍ତି ଯୋଉ ବର୍ଷେ ପୂର୍ତିର ସରକାରର ମାନେ ଜ୍ୱଳନ୍ତ ଉଦାହରଣ ଆମେ ଦେଖିଲୁ। ଏବଂ ଯେତେବେଳେ ପିସିଆର ନ ଆସିବା ମାନେ 15-20 ମିନିଟ୍ ଖଣ୍ଡେ ହେଇଗଲା, ଆଉ ଥରେ ପୁଣି ଆମେ ପିସିଆର କୁ କଲ୍ କଲୁ, ଆସିକି ପହଞ୍ଚିଲେ ନାଇଁ ସେମାନେ। ଆମେ ବାଧ୍ୟ ହେଇକି ଥାନାକୁ ଗଲୁ, ସେ ପିଲା ଦିଟା ତା ଭିତରେ ଦୌଡିକି ପଳେଇ ଗଲେ, ଜଣେ ବାଇକ୍ ନେଇକି ପଳେଇଲା। ଆମେ ଥାନାକୁ ଗଲୁ, ଥାନାଠୁ ଜଷ୍ଟ କିଶୋର ନଗର ଥାନାରୁ ଇନସିଡେଣ୍ଟ ଯୋଉ ହେଇଛି ଗୋଟେ 100-150 କି ହାର୍ଡଲି 200 ମିଟର ଭିତରେ ଇନସିଡେଣ୍ଟ ହେଇଛି। କିନ୍ତୁ ଥାନା ଷ୍ଟାଫ୍ କେହି ଆସିପାରିଲେନି। ଆମେ ଗଲା ବେଳକୁ ଦୁଇ ଜଣ ବାଇକ ରେ ବାହାରୁଛନ୍ତି ଯେ ଆପଣ ସଂଘମିତ୍ରା କି ବୋଲି, ଆପଣ କମ୍ପ୍ଲେନ ଦେଇଥିଲେ। କହିଲେ ହଁ, ସେ ପୁଣି ବାଇକ ରେ ଯାଉଥାନ୍ତି। ଆପଣ ଚିନ୍ତା କରନ୍ତୁ ଗୋଟେ ଝିଅ ପିସିଆର କୁ କଲ୍ କରୁଛି, ଏମାନେ ବାଇକ ରେ ଗୋଟେ 20-25 ମିନିଟ୍ ପରେ ବାହାରୁଛନ୍ତି, ବାଇକ ରେ ପୁଣି ବାହାରୁଛନ୍ତି। ଆମ ପୋଲିସ ବିଭାଗ ଆମ ସରକାର କେମିତି ଚାଲୁଛି ଆପଣ ଚିନ୍ତା କରନ୍ତୁ। ଯଦି ଦିନ ଦିପହରେ ଗୋଟେ ଝିଅ ଉପରେ ଏମିତି ଆଟାକ୍ ହେଇପାରୁଛି ଥାନା ପାଖାପାଖି, ସେମାନଙ୍କର ରେସପନ୍ସ କଣ ଅଛି? ସେ ସ- ପିଲା ଦିଟାଙ୍କର ଫଟୋ ଉଠେଇଥିଲୁ, ତାଙ୍କୁ ଦେଖେଇଲୁ ଆମେ। ଦେଖେଇବା ପରେ ଆମର ସେଠି ଯେ ଭାଇ ଫାଇ ଯୋଉମାନେ ଥିଲେ ସେମାନେ ଦେଖି ଚିହ୍ନିଲେ ପିଲାଙ୍କୁ। ତାଙ୍କ ଘରୁ ଗଲା ପରେ ସେ ପିଲା ତ ଆଉ ଅପେକ୍ଷା କରିନଥିବ ଯେ ପୋଲିସ ଆସିବ ଫୁଲମାଳ ପକେଇ ନବ, ସେମାନେ ଫେରାର। ଜିନିଷ ଏଇଭଳି ଘଟଣା ସବୁଆଡେ ଘଟୁଛି, ଆମ ସହିତ ଆଜି ମଧ୍ୟ ଏଇଭଳିଆ ଘଟଣା ଘଟିଛି। ସଂଘମିତ୍ରା ଯଦି ଦିନ ଦିପହରେ ପୁଣି ଗାଁ ମଝିରେ ସ୍ଥାନୀୟ ଲୋକଙ୍କ ସାମ୍ନାରେ କିନ୍ତୁ ଲାଗୁନି ଏ କୋଉଠି ଓଡିଶା ବି ଧୀରେ ଧୀରେ ୟୁପି ବିହାର ପାଲଟି ଗଲାଣି। ନିଶ୍ଚୟ ଆମେ କହିଥିଲୁ, ମୁଁ ବାରମ୍ବାର କହିଛି ଆପଣ ଯଦି ମନେ ଥିବ। ଡବଲ ଇଞ୍ଜିନ ସରକାର ଯୋଉ କଥା କହୁଛନ୍ତି, ଏଠି ଡବଲ ମାତ୍ରାରେ ଶୋଷଣ ହବ, ନିର୍ଯାତନା ଡବଲ ମାତ୍ରାରେ ହବ, ଝିଅ ବୋହୂ ସୁରକ୍ଷିତ ରହିବେନି। ମୁଁ କହିଥିଲି ଏମାନେ ଓଡିଶାକୁ ମଣିପୁର କରିବେ, ଆଜି ସମାନ ସ୍ଥିତି ଦେଖନ୍ତୁ। ଆଉ ଆମେ ତ ଇନସିଡେଣ୍ଟ ଯାହା ଘଟିଲା ତ ମୁଁ ଆପଣଙ୍କୁ ବର୍ଣ୍ଣନା କଲି। ତ ଯୋଉଠି ଯଦି ମୋ ଘର ଠାରୁ 3-4 କିଲୋମିଟର ଦୂରରେ ଏଇଭଳି ଘଟଣା ଘଟୁଛି, ତାହେଲେ ଏମାନେ ଆକ୍ରୋଶ ମୂଳକ ଭାବରେ କାଲି ସକାଳେ ଯେ ଆମକୁ କୋଉଠି ରାଗ ରଖି ଏମାନଙ୍କର ଯୋଉ ସବୁ ବାହିନୀ ମାନେ ଅଛନ୍ତି, ଏମାନେ ଯେ ଆମକୁ କୋଉଠି ମାରି ନଦେବେ ବୋଲି ତାର କଣ ଗ୍ୟାରେଣ୍ଟି ଅଛି? ଆପଣଙ୍କୁ ଲାଗୁନି କି ଏବେ ବି ଏଇ ଯୋଉ ଆକ୍ରମଣ ହେଇଛି କି କଣ ଲାଗୁଛି କି ଚୋରି ପାଇଁ ହେଇଥିବ, ନାଇଁ ନାଇଁ ଯେହେତୁ ଏମାନେ ଆପଣଙ୍କ ମୁଁ ସ୍ୱର ଯେତିକି ସବୁବେଳେ ତୀକ୍ଷ୍ଣ ଥାଏ,
ଏଟା ଗୋଟେ କୌଣସି ରାଗ କି କୌଣସି ଆକ୍ରୋଶମୂଳକ ପାଇଁ ହିଁ ଏମିତି ଆପଣଙ୍କ ଉପରେ ଆକ୍ରମଣ କରାଯାଇଛି? ମତେ ତ ଲାଗୁଛି, କାରଣ ଏମିତି ତ ସେ ପାଖାପାଖି ନାହାନ୍ତି ଯେ ଲୋକ ଯିଏ ମତେ ଜାଣିନାହାନ୍ତି, ଅଳ୍ପ ବହୁତ ଲୋକ ଜାଣିଛନ୍ତି ଆମ ଏରିଆ ଆଜ୍ଞା ପିଲା। ନିଶ୍ଚିନ୍ତ ତ ଯଦି ସେଭଳି ସ୍ଥିତିରେ ଏଭଳି ଗୋଟେ କାଣ୍ଡ କରିବା ପାଇଁ କିଏ ପଛଉ ନାହିଁ, ତ ମତେ କୋଉଠି ନା କୋଉଠି ସନ୍ଦେହ ହଉଛି ଏଇଟା ଗୋଟେ ପଲିଟିକାଲ ଇଣ୍ଟେନସନ ରଖାଯାଇକି କଥା କରାଯାଇଛି। ଯଦି ନୁହଁ, ତାମାନେ ଏମାନେ ରେଗୁଲାରଲି ଏଇଭଳି କାମ କରୁଛନ୍ତି। ଏବଂ ମୁଁ ମଧ୍ୟ ଶୁଣିବାକୁ ପାଇଲି ସେ 2 ଜଣ ପିଲା ପାଖାପାଖି ବର୍ଷେ 1.5 ବର୍ଷ ହବ, 2 ବର୍ଷ ପାଖାପାଖି ହବ, ଏମାନେ ରେଗୁଲାରଲି ଯୋଉ କଲେଜ ପିଲା ଯାଉଛନ୍ତି, ନଦୀ କୂଳରେ ଫଟୋ ଉଠଉଛନ୍ତି, ଜଙ୍ଗଲ ଭିତରେ ଫଟୋ ଉଠଉଛନ୍ତି, କାରଣ ଆମ ଏରିଆ ଟା କାଇଜଙ୍ଗ ଫରେଷ୍ଟ ଭିତରେ, ତ ଆଚ୍ଛା ଛୋଟ ଜଙ୍ଗଲଟେ ବି ଅଛି। ତ ଜଙ୍ଗଲ କହିଲେ ଜଣେ ଫଟୋଟେ ଉଠେଇବ, ସେଠି ଠିଆ ହବ। ଆମେ ତ ପ୍ରକୃତି ଟାକୁ ତ ଖାଲି ଖଣି ପାଣି ବିକିଦବା ପାଇଁ ରଖିନେ। ତ ଯିଏ ଯୋଉଠି କାଳେ ଫଟୋଟେ ଉଠଉଛନ୍ତି, ସେମାନଙ୍କ ଠାରୁ ବଟି ଆଦାୟ ଏମାନେ କରନ୍ତି ବୋଲି ଆମେ ମଧ୍ୟ ଶୁଣିଲୁ। ଆଚ୍ଛା ରେଗୁଲାରଲି ଏମାନଙ୍କର ଏଇଭଳି ପେସା, ଏବଂ ସେ 2 ଜଣ ଯେହେତୁ ମଦ ପିଇଛନ୍ତି, ଯୋଉ ଅବସ୍ଥାରେ ଏମାନେ ଥିଲେ, ମତେ ତ ଲାଗୁଛି ଏମାନେ ଗୋଟେ, ଆଉ ସେ ପିଲା, ହଁ ମୁଁ ଭୁଲି ଯାଉଛି ଯେ ତାଙ୍କ ଭିତରେ ଗୋଟେ ପିଲା ମଧ୍ୟ ଏକଥା କହିଲା ଯେ ତୁ ମତେ ଚିହ୍ନିନୁ, ମୁଁ ଗୋଟେ କ୍ରିମିନାଲ, ଏଠିକା ଏମଏଲଏ ମତେ ନମସ୍କାର କରେ। ଏମଏଲଏ ମତେ ନମସ୍କାର କରେ, ଆଉ ମୁଁ କେତେ ମର୍ଡର କରିଛି, ମୁଁ କଣ କରିପାରେ ତୁ ଜାଣିନୁ। ମାନେ ମୁଁ କୋଟ କରିବାକୁ ପାଇଁ ଚାହୁଁଛି ଏ କଥାଟା, ଏକଥା ସେ ନିଶ୍ଚିନ୍ତ ପିଲା କହିଛି। ନିଶ୍ଚିନ୍ତ ତେଣୁ ମାନେ ଆଗାମୀ ଦିନରେ ବି ଆପଣଙ୍କ ଜୀବନ ପ୍ରତି ବି ବିପଦ ରହିଛି, ଏଟା ସିଧାସଳଖ ବା ଏଟା କୁହା ବି ଯାଇପାରେ। ସାଧାରଣ ଝିଅଟେ, ମୁଁ ତ ସିରିୟସଲି କହୁଛି, ସାଧାରଣ ଆମେ ଯଦି ପାଠ ସାଠ ପଢିକି, ଦୁନିଆ ଦେଖିକି, ଏତେ କଥା ଜାଣିକି ଯଦି ଆମେ ଏଇ କଥା ଫେସ କରୁଛୁ, ସାଧାରଣ ଝିଅଟେ, ମୋ କଥା କେବଳ ନୁହଁ, କୌଣସି ବି ଝିଅ, ମୁଁ ତ ହେଲେ କମ୍ପ୍ଲେନ ଟେ ଦେଲି, ଆଉ ଯୋଉ ନର୍ମାଲ ଘର ଝିଅଟେ ହେଇଥିଲେ ସେ ତ ୟା ତ ମାଡ ଖାଇକି ତ ସେମାନେ କଣ ଅବସ୍ଥା ତାଙ୍କର ହେଇଥାନ୍ତା, ସେମାନେ ତାଙ୍କୁ ପିଟା ମରା କରି କଣ କଣ ସେ ଝିଅ ସହିତ କରିଥାନ୍ତେ। ଆଉ ହେଇଥିଲେ ସୁଦ୍ଧା ସେ ଝିଅ ବି ଡରିକି, ଗାଁ ଗହଳି କଥା, ସେମାନେ କମ୍ପ୍ଲେନ ଟା ବି ଡରିକି ଦେଇଥାନ୍ତେ କି ନାଇଁ ମତେ ସନ୍ଦେହ। ପୋଲିସର ଏଫଆଇଆର ଆପଣ ଦବା ପୂର୍ବରୁ କିଛି ସମୟ ପୂର୍ବରୁ କହୁଥିଲେ କି ପିସିଆରକୁ ସମ୍ପର୍କ କରିଥିଲେ, ମାତ୍ର 200 ମିଟରର ଡିଷ୍ଟାନ୍ସ, ପୋଲିସକୁ ଆସିବା ପାଇଁ କଣ ଏତେ ସମୟ ଲାଗିଲା? ଆଉ ଏବେ ବି ଆମର ପୋଲିସ, ଓଡ଼ିଶା ପୋଲିସ କି ସଶକ୍ତ କରିବା ପାଇଁ ଏତେ ଗୁଡ଼ିଏ ଗାଡ଼ି ବାହାରିଲା, ବାଇକରେ ଆସିବା ଜରୁରୀ ଥିଲା ନା ବାଇକରେ ବାହାରିବା? ସେ କଥା ତ ମାନେ ହୋମ ଡିପାର୍ଟମେଣ୍ଟ, ଆମର ଯିଏ ଏସପି ଅଛନ୍ତି, ରୁରାଲ ଏସପି ପ୍ରତୀକ ସିଂହ ମହୋଦୟ, ଆଉ ଯିଏ ଆଇଆଇସି, ସେମାନେ ହିଁ କହିପାରିବେ। ଗାଡି ଥିଲା, କାରଣ ଆଇଆଇସି ତ ନିଜେ ନଥିଲେ ମୁଁ ଗଲାବେଳେ ଥାନାକୁ, ତେଣୁ କେତେଟା ଗାଡି ସେମାନେ ଥାନାକୁ ଦେଇଛନ୍ତି, ଥାନାରେ ଗାଡି କାହିଁକି ନଥିଲା, ଗାଡି ଯଦି ଥିଲା ଏମାନେ କାହିଁକି ବାଇକ ନେଇ ଯାଉଥିଲେ, ଦ୍ୟାଟ୍ ଆଇ ଡୋଣ୍ଟ ନୋ। ନା ଆଉ ଗୋଟେ ଝିଅଟେ ଫୋନ କରୁଛନ୍ତି, ଯଦି ସେ ଜାଗାରେ ଯୋଉଠି ଆପଣଙ୍କ ସହିତ ଦୁର୍ବ୍ୟବହାର କରାଯାଉଥିଲା, କି ଯୋଉଠି ଆକ୍ରମଣ କରାଯାଇଥିଲା, ସେ ଜାଗାରେ ଜାଣୁଛନ୍ତି କି 2ରୁ 3 ଜଣ କିଏ ଅଛନ୍ତି ବୋଲି, ବାଇକରେ ସେ ଯାଉଥିଲେ କାହାକୁ ଧରିବା ପାଇଁ ନା ସେଠୁ ହଡେଇବା ସେଇଟା ପାଇଁ? ଚିନ୍ତାଜନକ, ସେଇଟା ଚିନ୍ତାଜନକ କଥା ଯେ ଆପଣ କେତେ ତାର ସେନ୍ସିଟିଭିଟି କେତେ ଦେଖନ୍ତୁ ପୋଲିସ ଡିପାର୍ଟମେଣ୍ଟ ର। ଆଉ ମତେ ମୁଁ ଭାବୁଛି ଯେ ମାନେ କଣ ହେଇଥାନ୍ତା ଆମ ସହିତ, ଆଉ ମାନେ ଆ ପାଇଁ ରେସପନସିବୁଲ କିଏ ହେଇଥାନ୍ତା? ଆଜ୍ଞା ଆଜ୍ଞା, ଆମେ ନିଶ୍ଚିନ୍ତ ଭାବିବୁ କି ଆପଣଙ୍କ ସହିତ ଏଇ ଯୋଉ ସମସ୍ୟା ଘଟିଛି, ଏହା ବୋଧହୁଏ ଆପଣଙ୍କ ସ୍ୱରର ପୂର୍ବ ଭଳି ତୀକ୍ଷ୍ଣ ରହିଥିଲା, କି ବର୍ତ୍ତମାନ ଆପଣଙ୍କ ସ୍ୱରର ସିଷ୍ଟମକୁ ବେଶୀ କାଟିଛି ବୋଧହୁଏ, ସେଇଥିପାଇଁ ଆକ୍ରୋଶମୂଳକ ଆପଣଙ୍କ ଉପରେ ଏଭଳି ରାଗ ରଖାଯାଇଛି। କିନ୍ତୁ ଆଉ ଗୋଟେ କଥା, ଶେଷ ପ୍ରଶ୍ନ ରହିବ, ଆପଣ ଯେତେବେଳେ ଅଭିଯୋଗ କଲେ, ଅଭିଯୋଗ କରିବା ବେଳେ ପୋଲିସ ମାନଙ୍କର ଆପଣଙ୍କ ପ୍ରତି ବ୍ୟବହାର ପ୍ରଶ୍ନ କଣ କେମିତି ରହିଥିଲା? କେତେ ନାଇଁ, ସିନସିୟରିଟି ତାଙ୍କ ପାଖରୁ ଆମର ଲାଗୁଥିଲା? କିଶୋର ନଗର ଥାନାର ଆଇଆଇସି ଯଦିଓ ନଥିଲେ, କିନ୍ତୁ ଅନ୍ୟ ଷ୍ଟାଫ ମାନେ, ମୁଁ ଯଦିଓ କେବେ ଥାନାକୁ ଯାଇନାହିଁ, ମୋର କିଛି କାମ ପଡିନାହିଁ, ଯାଇନାହିଁ, କିନ୍ତୁ ଥାନାର ସବୁ ଷ୍ଟାଫ ମତେ ଚିହ୍ନିଲେ, ଜାଣିଲେ, ଏବଂ ସେମାନଙ୍କ ରେସପନ୍ସ ବହୁତ ଭଲ ଥିଲା। ସେମାନେ ତৎକ୍ଷଣାତ୍ ଫଟୋ ଗୁଡାକ ମାଗିଲେ ଯେ କିଏ ସେ ପିଲା ବୋଲି। ତାପରେ ମୋର ଭାଇ ମାନେ ଯେତେବେଳେ ଯାଇ ପହଞ୍ଚିଲେ, ସେମାନେ ଚିହ୍ନିଲେ ଯେ ପାଖ, ମାନେ ଥାନାରେ ବି ସେ 2ଟା ପିଲାଙ୍କ ଘର 100-200 ମିଟର ଭିତରେ ହିଁ। ଆଚ୍ଛା। ତେଣୁ ସେମାନେ ସାଙ୍ଗେ ସାଙ୍ଗେ ସେମାନଙ୍କ ଘରକୁ ମଧ୍ୟ ମୋ ଭାଇ ମାନଙ୍କ ସାଙ୍ଗରେ ଯାଇଥିଲେ। ସେ ପିଲା ସେତେବେଳକୁ ଫେରାର ହେଇସାରିଛନ୍ତି। ଥାନା ଷ୍ଟାଫଙ୍କର ରେସପନ୍ସ ବହୁତ ଭଲ ଥିଲା, ହୁଁ। ନୋ ଡାଉଟ, କାରଣ ଯେହେତୁ ସେମାନେ ଜାଣିଛନ୍ତି ମତେ, ତମେ ବି ସେଥିପାଇଁ ହୁଏତ ସେମାନଙ୍କ ରେସପନ୍ସ ଭଲ ଥାଇପାରେ, କିନ୍ତୁ ମୁଁ ପିସିଆର କୁ ଗୋଟେ କମନ ଝିଅ ହିସାବରେ କଲ୍ କଲା ପରେ ଯୋଉ ରେସପନ୍ସ ମୁଁ ଆଶା ରେସ୍ପଣ୍ଡଟା କରୁଥିଲି, ଆସିଲା ସେଇଟା ତ ନଥିଲା। ନଥିଲା। ଧନ୍ୟବାଦ ଧନ୍ୟବାଦ ମ୍ୟାଡ଼ାମ। ଥ୍ୟାଙ୍କ ୟୁ। ଆଜ୍ଞା, ଆଚ୍ଛା ମ୍ୟାଡ଼ାମ, ମୋତେ ଟିକେ